ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ, ତୁମମାନଙ୍କର ଯେଉଁ 4ଟି କ୍ଲବ୍ ରହିଛି କ୍ରୀଡ଼ାଙ୍ଗନ, ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ। ତ ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ ଆଉ ଜିଜ୍ଞାସାର ମୁଁ ଅଧିବେଶନ ୱାଇଜ୍ ଭିଡ଼ିଓ ଅପଲୋଡ଼ କରୁଛି। ଯେଉଁମାନେ ଦେଖିନ, ଏହି ପ୍ରତ୍ୟେକ ଅଧିବେଶନର ଯେଉଁ କାର୍ଯ୍ୟପଦ ରହିଛି ତା'ର ଉତ୍ତର ମୁଁ ଅପଲୋଡ଼ କରିଦେଉଛି। ତୁମେମାନେ ଭିଡ଼ିଓ ସେକ୍ସନକୁ ଯାଇକି ସର୍ଚ୍ଚ କରିକି ଦେଖିପାରିବ। ଏବଂ ଯେଉଁମାନେ ବି ଚ୍ୟାନେଲକୁ ନୂଆ ଆସୁଛ, ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅ। ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କର, ସେମାନେ ମଧ୍ୟ ଉପକୃତ ହେବେ। ଏବଂ ଚ୍ୟାନେଲକୁ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରି ରଖ, ଯାହାଦ୍ୱାରା କି ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ତା'ର ନୋଟିଫିକେସନ୍ ସର୍ବପ୍ରଥମେ ତୁମମାନଙ୍କ ପାଖରେ ପହଞ୍ଚିପାରିବ। ଦେଖ, ଆଜିର ଯେଉଁ ରହିଛି ଅଧିବେଶନ 13 ଏବଂ ଯେଉଁ କାର୍ଯ୍ୟଫର୍ଦ୍ଦ ରହିଛି 9। କେତେ କାର୍ଯ୍ୟଫର୍ଦ୍ଦ ନା 9। ଅଧିବେଶନ 13 କିନ୍ତୁ କାର୍ଯ୍ୟଫର୍ଦ୍ଦ ହେଲା 9। ତ ଦକ୍ଷତା ଆମେ କ'ଣ ଜାଣିବା ନା ବିବିଧ ଦୃଷ୍ଟିକୋଣରୁ ସମ୍ମାନପୂର୍ବକ ଶୁଣିବା ଏବଂ ନିଜ ଧାରଣାର ପୁନର୍ବିଚାର କରିବା। ଏଇଟା ହେଲା ଆମର ଦକ୍ଷତା। ଉଦ୍ଦେଶ୍ୟ, ଖେଳର ଉଦ୍ଦେଶ୍ୟ କ'ଣ? ଅଂଶଗ୍ରହଣକାରୀମାନେ ସହପାଠୀଙ୍କ ସମୀକ୍ଷା ଆଧାରରେ ନିଜ ଧାରଣା ଆଉ ନିଷ୍ପତ୍ତିର ପୁନର୍ବିଚାର କରିବାରେ ସମର୍ଥ ହେବେ। ତ ବର୍ତ୍ତମାନ ଆମେ ଯିବା କଳାତ୍ମକ କାର୍ଯ୍ୟ। ସୂଚନା ରହିଛି ପାୟ ଖେଳ ପାଇଁ ଆମେ କ'ଣ କରିବା, ଅଭିନୟ କ'ଣ କରିବା, ଶ୍ରେଣୀଗୃହ ଖେଳ ପାଇଁ ଏ ସମସ୍ତ ଜିନିଷ ରହିଛି। ତୁମେ ଆକୁ ପଢ଼ିବ, ଦେଖିବ। ତାପରେ ଆସ ବସିବା ଓ ଭାବିବା। ପାୟ ଖେଳ ପାଇଁ ତୁମେ ଖେଳକୁ କିପରି ଉପଭୋଗ କଲ? ଉଭୟ ଦଳର ଫଳାଫଳକୁ ପ୍ରଶଂସା କରିବା। ନିଜର କଳାକୃତି ପ୍ରସ୍ତୁତ ସମୟରେ ତୁମେ କେଉଁ ଧାରଣା ପ୍ରକ୍ରିୟା ଗ୍ରହଣ କରିଥିଲ ବ୍ୟାଖ୍ୟା କର। ଉତ୍ତରରେ ଆମେ କ'ଣ ପାଇବା ନା ଆମେ ସମସ୍ତେ ନୂଆ ନୂଆ ଧାରଣା ବିଷୟରେ ଚିନ୍ତା କଲୁ, ସେହି ଧାରଣାକୁ ପ୍ରତ୍ୟାଖ୍ୟାନ କରିଦେଲୁ ଯାହା ଉପଯୋଗୀ ନଥିଲା। ଅନେକ ଧାରଣା ମଧ୍ୟରୁ ସର୍ବୋତ୍ତମକୁ ବାଛିଲୁ। ତାପରେ କାର୍ଯ୍ୟ କିପରି ସମ୍ପାଦନ କରିବୁ ସେ ବିଷୟରେ ଚର୍ଚ୍ଚା କଲୁ। ସମସ୍ତଙ୍କୁ ଭିନ୍ନ ଦାୟିତ୍ୱ ନ୍ୟସ୍ତ କଲୁ ଯାହା ସେମାନେ ପୂରଣ କରିଥିଲେ। ପ୍ରତ୍ୟାଖ୍ୟାନ କରିବା ପୂର୍ବରୁ ତୁମେ ସମସ୍ତ ଧାରଣା ଉପରେ ବିଚାର କରିଥିଲ କି ନା କେବଳ ଜଣେ ଅଂଶଗ୍ରହଣକାରୀଙ୍କ ଧାରଣାକୁ ଶ୍ରେଷ୍ଠ ବୋଲି ବିଚାର କରିଥିଲ? ଉତ୍ତରରେ ଆମେ କ'ଣ ଲେଖିବା ନା ଆମେ ସର୍ବୋତ୍ତମ ଚାହୁଁଥିଲୁ, ତେଣୁ ଆମେ ସମସ୍ତଙ୍କ ଧାରଣା ଉପରେ ବିଚାର କରିଥିଲୁ। ଯେତେବେଳେ ତୁମର ଧାରଣାକୁ ଗ୍ରହଣ କରାଗଲା ନାହିଁ କିମ୍ବା ତ୍ରୁଟିପୂର୍ଣ୍ଣ ବୋଲି ସମାଲୋଚନା କରାଗଲା, ସେତେବେଳେ ତୁମେ କିପରି ଅନୁଭବ କଲ? ତୁମକୁ ଖରାପ ଲାଗିଲା କି? ଆମ ଧାରଣା ଗ୍ରହଣ କରାଯାଇ ନଥିବାରୁ ଆମେ ଟିକେ ନିରାଶ ଅନୁଭବ କଲୁ, କିନ୍ତୁ ଆମେ ବୁଝିଗଲୁ କାହିଁକି ଏହାକୁ ଗ୍ରହଣ କରାଗଲା ନାହିଁ। ଖେଳ ଜିତିବା ପାଇଁ ସର୍ବୋତ୍ତମ ଧାରଣା ବାଛିବା ଉପରେ ଧ୍ୟାନ ଦେଇଥିଲୁ। ନିମ୍ନଲିଖିତ ଗୁଡ଼ିକୁ ବ୍ୟାଖ୍ୟା କରିବା। ସୃଜନାତ୍ମକ ଚିନ୍ତାଧାରା ପାଇଁ ବ୍ରେନଷ୍ଟର୍ମିଂ କରିବା ବେଳେ ନିମ୍ନଲିଖିତ କଥା ମନେ ରଖିବା। ସମସ୍ତ ଧାରଣାକୁ ଗ୍ରହଣ କରିବା, କାରଣ ସମସ୍ତ ଧାରଣା ଗୁରୁତ୍ୱପୂର୍ଣ୍ଣ। ତାପରେ ଦଳଠାରୁ ସର୍ବାଧିକ ଧାରଣା ପାଇବାକୁ ଚେଷ୍ଟା କରିବା। ସମସ୍ତଙ୍କୁ ଅବଦାନ କରିବାକୁ ଆମନ୍ତ୍ରଣ କରିବା। ଦଳର ଲାଜୁଆ ସଦସ୍ୟଙ୍କୁ ଅଂଶଗ୍ରହଣ କରିବାକୁ କହିବା। ପରସ୍ପରକୁ ସମ୍ମାନ ଦେବା, କାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଏକ ମଜାଳିଆ କରିବା, ଚାପଗ୍ରସ୍ତ କି ବିରକ୍ତିକର କରିବା ନାହିଁ। ଶ୍ରେଣୀଗୃହ ଖେଳ ପାଇଁ ଦଳଗୁଡ଼ିକୁ ସେମାନଙ୍କର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ଏବଂ ସେମାନଙ୍କ ପ୍ରଦର୍ଶନରୁ ଦେଖାଯାଇଥିବା ନିର୍ଦ୍ଦିଷ୍ଟ ଦିଗଗୁଡ଼ିକୁ ପ୍ରଶଂସା କରିବା। ଏକ ଦଳ ଭାବରେ ନିଜର ଭୂମିକା ନିର୍ବାହ ପାଇଁ କିପରି ପ୍ରସ୍ତୁତ ହୋଇଥିଲ? ଉତ୍ତରରେ ଆମେ ଲେଖିପାରିବା ଆମେ ସମସ୍ତଙ୍କୁ ହସାଇବା ଭଳି ଅଭିନୟ କରିବାକୁ ବିଚାର କଲୁ। ଏହାପରେ ଆମେ ଏକ ବିଷୟ ନେଲୁ, ଏହାକୁ ଅଭିନୟ ଆକାରରେ କିପରି ପ୍ରଦର୍ଶନ କରିବୁ ସେ ବିଷୟରେ ବିଚାର କଲୁ। କିଏ କେଉଁ ଭୂମିକା ଗ୍ରହଣ କରିବ ତାହା ବିଚାର କରିବା ପରେ ଅଭିନୟ କରିଥିଲୁ। ଅଭିନୟ ପାଇଁ ତୁମ ପାଖରେ ଏକାଧିକ ଧାରଣା ଥିଲା କି? ଯଦି ଥିଲା, ତେବେ ତୁମେ ସମସ୍ତ ଧାରଣାକୁ ଶୁଣିଥିଲ କି? ଉତ୍ତରରେ ଆମେ ଲେଖିବା ହଁ, ଆମ ପାଖରେ ବିଭିନ୍ନ ଧାରଣା ଥିଲା ଏବଂ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ଧାରଣାକୁ ଶୁଣିଥିଲୁ। ତୁମେ ସମସ୍ତେ ପରସ୍ପରର ଧାରଣାକୁ ମୂଲ୍ୟାଙ୍କନ କରିଛ କି? ଧାରଣା ଉପରେ ମତାମତକୁ ନେଇ କୌଣସି ପ୍ରକାର ଯୁକ୍ତିତର୍କ ହୋଇଥିଲା କି? ଆମ ପାଖରେ ଏକାଧିକ ଧାରଣା ଥିଲା ଏବଂ ସମୟ କମ୍ ଥିବା ହେତୁ ଆମକୁ ଶୀଘ୍ର ନିଷ୍ପତ୍ତି ନେବାର ଥିଲା। କିଛି ଧାରଣା ଦୁର୍ବଳ ଥିଲା, ବ୍ୟବହାରଯୋଗ୍ୟ ନଥିଲା, କିନ୍ତୁ ଆମେ କାହା ସହ ଦୁର୍ବ୍ୟବହାର କରିନଥିଲୁ। ଦଳ ଜିତିବା ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଧ୍ୟାନ ଦେଇଥିଲୁ। ଏଥିରେ କିଛି ବି ବ୍ୟକ୍ତିଗତ ନଥିଲା। ଯେତେବେଳେ ତୁମ ଧାରଣା ସମାଲୋଚିତ ହେଲା କିମ୍ବା ପ୍ରତ୍ୟାଖ୍ୟାନ ହେଲା, ତୁମେ କିପରି ଅନୁଭବ କଲ? ହଁ, ଉପଯୋଗ ହେଲା ଭଳି ଧାରଣା ଆଣି ପାରିଲୁ ନାହିଁ ବୋଲି ନିରାଶ ଅନୁଭବ ହେଲା, କିନ୍ତୁ ଆମେ ଏଥିରେ ବ୍ୟକ୍ତିଗତ ଲାଭ କ୍ଷତି ଦେଖିନଥିଲୁ। ନିଜ ସୃଜନଶୀଳ କୌଶଳ ଉପରେ ସନ୍ଦେହ ନ କରି ପରିସ୍ଥିତିକୁ ବୁଝିଥିଲୁ। ଯେତେବେଳେ ତୁମ ଧାରଣାରେ ସାମାନ୍ୟ ପରିବର୍ତ୍ତନ କରିବାକୁ କୁହାଗଲା, ତୁମେ କିପରି ଅନୁଭବ କଲ? ଆମ ଧାରଣା ଉପରେ ବିଚାର କରାଯାଉଥିବାରୁ ଖୁସି ଅନୁଭବ ହେଲା। ସର୍ବୋତ୍ତମ କରିବା ପାଇଁ ଏଥିରେ ପରିବର୍ତ୍ତନ ଆଣିବାକୁ ଆମେ ପ୍ରସ୍ତୁତ ଥିଲୁ। ବାର୍ତ୍ତା କ'ଣ ମିଳିଲା? ଏ ଅଧିବେଶନ
କରିବା ପରେ ଆମେ ବାର୍ତ୍ତା କ'ଣ ପାଇଲୁ ଅଧିବେଶନରୁ? ଆମର ଧାରଣା ଉପରେ ଅନ୍ୟମାନଙ୍କ ମତାମତ ଏବଂ ଦୃଷ୍ଟିକୋଣ ଶୁଣିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଆମେ ଧାରଣା ଉପରେ ପୁନଃକାର୍ଯ୍ୟ କରିପାରିବା, ଯାହାଫଳରେ ଏହା ଅଧିକ ପ୍ରଭାବଶାଳୀ ହୋଇପାରିବ ଏବଂ ଅନ୍ୟମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଯେଉଁ ସମୟରେ ତୁମର ଏକ ଧାରଣା ପରାମର୍ଶକୁ ଅନୁପଯୁକ୍ତ ବୋଲି ବିବେଚନା କରାଯାଇଥିଲା ତାହାକୁ ପ୍ରକାଶ କର। ସେହି ସମୟରେ ତୁମେ କିପରି ଅନୁଭବ କରିଥିଲ? ତୁମର ଧାରଣା ଉପରେ ମତାମତ ମିଳିବା ପରେ ତୁମେ କିପରି ପ୍ରତିକ୍ରିୟା କରିଥିଲ? ଏହା ଗୃହ କାର୍ଯ୍ୟରେ କରିବା। କେଉଁ ସମୟରେ ତୁମକୁ କିଛି ସୃଜନଶୀଳ କାର୍ଯ୍ୟ କରିବାକୁ ମଜା ଲାଗିଥିଲା? ସେହି କାର୍ଯ୍ୟକଳାପରେ କ'ଣ କ'ଣ ହୋଇଥିଲା ତାହା ଉପରେ ଧ୍ୟାନ ଦିଅ। ତୁମ ସହିତ ଏକାଧିକ ଲୋକ କାମ କରୁଥିଲେ କି? କିଏ ଧାରଣା ଆଣିଥିଲା? କିଏ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା? ତୁମେ ସମସ୍ତେ ପରସ୍ପର ସହ ଭଲ ବ୍ୟବହାର କରିଥିଲ କି? ତୁମର ଏପରି କିଏ ବନ୍ଧୁ ଅଛି ଯିଏ ତୁମର ସମସ୍ତ ଧାରଣାକୁ ଖରାପ ବୋଲି କୁହେ? ଏହି ସମୟରେ ତୁମେ କିପରି ଅନୁଭବ କର? ତୁମେ କିପରି ଏହାର ପ୍ରତିକ୍ରିୟା ଦିଅ? ତୁମ ବନ୍ଧୁ କହୁଥିବା କଥା ସତ କି? ଏହା ଗୃହ କାର୍ଯ୍ୟ ଲେଖିବା। ତାପରେ ଆସ ଦେଖିବା କାର୍ଯ୍ୟଫର୍ଦ୍ଦ। ଏଇଟା ଇମ୍ପୋର୍ଟାନ୍ସ। ଦେଖ, ଏଭଳି ଦୁଇଟି ଚିତ୍ର ଦିଆହେଇଛି। ନିମ୍ନରେ ଦିଆଯାଇଥିବା ଚିତ୍ରକୁ ଦେଖ। ନିଜ ସୃଜନଶୀଳତାର ବ୍ୟବହାର କରି ଏଥିରେ ଯଥାସମ୍ଭବ ରଙ୍ଗ ଦିଅ। ଏହାକୁ କୌଣସି ପରିବାର ସଦସ୍ୟ କିମ୍ବା ସାଙ୍ଗକୁ ଦେଖାଅ। ଦେଖ, ଏଇଟା ହେଲା ପ୍ରଥମ ଚିତ୍ର। ଦ୍ୱିତୀୟ ଚିତ୍ର ଦେଇଛି ଏହି କଳାକୃତିକୁ କିପରି ଉନ୍ନତ ଓ ସୃଜନଶୀଳ କରିପାରିବ ସେ ସମ୍ବନ୍ଧରେ ପରିବାର ସଦସ୍ୟ କିମ୍ବା ସାଙ୍ଗଙ୍କର ପରାମର୍ଶ ନିଅ। ତଳେ ଦିଆଯାଇଥିବା ଅନ୍ୟ ଏକ ଚିତ୍ରର ସମାନ ଢାଞ୍ଚାରେ ସେମାନଙ୍କ ଧାରଣା ବ୍ୟବହାର କରି ରଙ୍ଗ ଦିଅ। ଦେଖ, ଦୁଇଟା ଚିତ୍ର। ଶେଷରେ ଉଭୟ ଚିତ୍ରର ତୁଳନା କର। ତୁମେ କେଉଁଟିକୁ ଅଧିକ ପସନ୍ଦ କରୁଛ, ଯାହାକୁ ତୁମେ ନିଜେ କରିଛ ନା ପରିବାର କିମ୍ବା ସାଙ୍ଗଙ୍କ ଠାରୁ ପରାମର୍ଶ ଆଣିବା ପରେ କରିଛ? ଦେଖ, ଏଇଠି ଦୁଇଟି ଚିତ୍ର ରହିଛି। ପ୍ରଥମ ଚିତ୍ରକୁ ରଙ୍ଗ ଦିଆହେଇଛି, ବିଭିନ୍ନ କଲର୍ ଦିଆହେଇଛି ଏବଂ ତାହା ମଧ୍ୟ ତୁମକୁ ସୁନ୍ଦର ଦେଖାହେଉଛି। ତାପରେ ଦ୍ୱିତୀୟ ଚିତ୍ରକୁ ଆସିବା। ଦ୍ୱିତୀୟ ଚିତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗ ଦିଆହେଇଛି, ତାହା ମଧ୍ୟ ସୁନ୍ଦର ଦେଖାହେଉଛି। ପ୍ରଶ୍ନ ଆମର ଅଛି ଶେଷରେ କ'ଣ? ଶେଷରେ ଉଭୟ ଚିତ୍ର ମଧ୍ୟରେ ତୁଳନା କରିବା, ପ୍ରଥମ ଚିତ୍ର ଆଉ ଦ୍ୱିତୀୟ ଚିତ୍ରକୁ ନେଇକି। ତାହେଲେ ମୁଁ କ'ଣ ଲେଖିବା? ଆମେ ଉତ୍ତର ଲେଖିବା, ପ୍ରଥମ ଓ ଦ୍ୱିତୀୟ ଚିତ୍ର ମଧ୍ୟରୁ ମୋତେ ପ୍ରଥମ ଚିତ୍ରଟି ଅଧିକ ପସନ୍ଦ ଲାଗୁଛି, କାରଣ ଏହାକୁ ମୁଁ ନିଜେ କରିଥିବାରୁ ମୋ ନିଜ ଉପରେ ମୋର ଆତ୍ମବିଶ୍ୱାସ ଅଧିକ ରହିଛି। ଏଇଟା ଉତ୍ତର ତୁମେ ଲେଖିପାରିବ। ନଚେତ୍ ତୁମେମାନେ ଉତ୍ତର ମଧ୍ୟ ଲେଖିପାରିବ, ପ୍ରଥମ ଓ ଦ୍ୱିତୀୟ ଚିତ୍ର ମଧ୍ୟରୁ ମୋତେ ଦ୍ୱିତୀୟଟି ଅଧିକ ପସନ୍ଦ ଲାଗୁଛି, କାରଣ ଏହାକୁ ମୁଁ କଲାବେଳେ ସାଙ୍ଗମାନଙ୍କ ଠାରୁ ଏବଂ ପରିବାର ସଦସ୍ୟମାନଙ୍କ ଠାରୁ ପରାମର୍ଶ ଆଣି କରିଛି, ଯାହାଦ୍ୱାରା କି ଏହା ଅଧିକ ସୃଜନଶୀଳ ହୋଇପାରିଛି ଏବଂ ସମସ୍ତଙ୍କୁ ଦେଖିବା ପାଇଁ ଅଧିକ ସୁନ୍ଦର ଲାଗୁଛି। ତ ଏଇଠି ଆମେ ଅଧିବେଶନ 13ର କାର୍ଯ୍ୟଫର୍ଦ୍ଦ ନ କଲେ। ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ରୂପେ ପରବର୍ତ୍ତୀ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ରହୁଛି। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।